ଜାମ୍ମୁ କାଶ୍ମୀରର ପେହେଲଗାମରେ ଘଟିଥିବା ହୃଦୟ ବିଦାରକ ଛାତିଥରା ଘଟଣା କଥା ଶୁଣିଲା ପରେ ଆମେ ସେଦିନ ରାତିରେ କାଶ୍ମୀରର ଗୁଲମାର୍ଗରେ ଅଙ୍ଗେ ନିଭେଇଥିବା ସେ ଛାତିଥରା କାହାଣୀ କଥା ମନେ ପଡ଼ିଗଲା। ହଁ ଆଜ୍ଞା, କାଶ୍ମୀରର ପେହେଲଗାମ, ଯାହାକୁ ମିନି ସୁଇଜରଲ୍ୟାଣ୍ଡ ବି କୁହାଯାଏ। ଆମ ଦେଶ ଭାରତର ଭୂସ୍ୱର୍ଗ କୁହାଯାଉଥିବା ସେହି କାଶ୍ମୀରର ପେହେଲଗାମରେ ପ୍ରକୃତିର ମଜା ନେଉଥିଲେ ପର୍ଯ୍ୟଟକ। ଆଉ ଅଚାନକ ମାଡ଼ି ଆସିଲେ ଚାରି ଆତଙ୍କବାଦୀ। ହିନ୍ଦୁମାନଙ୍କୁ ପଚାରି ପଚାରି ଜଣକ ପରେ ଜଣକ ମୁଣ୍ଡ ଗଡ଼େଇ ଚାଲିଥିଲେ। କେତେ ଭୟାବହ ଥିଲା ସେ ଦୃଶ୍ୟ। ସେ କଥା ଭାବିଲେ ଗୁଲମାର୍ଗରେ ସେ ରାତିର ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଯାଉଛି। କ'ଣ ଘଟିଥିଲା ସେଦିନ ଗୁଲମାର୍ଗରେ, ଆଉ ପେହେଲଗାମରେ ଘଟିଥିବା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ କ'ଣ? ଆସନ୍ତୁ ଜାଣିବା ଆଜିର ଏ ସ୍ପେଶାଲ କାହାଣୀରେ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଅକ୍ଟୋବର 2023 ଦୁର୍ଗାପୂଜା ଛୁଟି ହୋଇଯାଇଥିଲା। ଅନେକ ଦିନରୁ ଇଚ୍ଛା ଥିଲା ଜାମ୍ମୁ କାଶ୍ମୀର ଯିବାକୁ। ମୁଁ ତ ଆଗରୁ ଦୁଇଥର ସାଙ୍ଗମାନଙ୍କ ସହିତ ଯାଇଥିଲି, କିନ୍ତୁ ପରିବାର ସହିତ ଯିବାକୁ ଇଚ୍ଛା ଥିଲା। ଭୁବନେଶ୍ୱରରୁ ଆମେ ନେକ୍ସନ୍ ନେଇ ବାହାରିଗଲୁ ବାଏ ରୋଡ଼ରେ। ଆଉ ରାସ୍ତାରେ ସବୁ ତୀର୍ଥକ୍ଷେତ୍ର ବୁଲି ବୁଲି ପହଞ୍ଚି ଯାଇଥିଲୁ ଦିଲ୍ଲୀରେ। ସାଙ୍ଗରେ ଥିଲେ ମୋ ଧର୍ମପତ୍ନୀ ଆଉ ମୋର ଜଣେ ଭଉଣୀ ଆଉ ମୋ 11 ବର୍ଷର ଝିଅ। 4 ଦିନର ଯାତ୍ରା ପରେ ଆମେ ପହଞ୍ଚିଥିଲୁ ଦିଲ୍ଲୀରେ। ତା ଭିତରେ ଉତ୍ତରପ୍ରଦେଶର ସବୁ ତୀର୍ଥକ୍ଷେତ୍ର ବୁଲି ସାରିଥିଲୁ। ସେଠୁ ଆମେ ପଠାନକୋଟ ହେଇ ଜାମ୍ମୁ ଭିତରେ ଏଣ୍ଟ୍ରି କରିବାକୁ ଯାଉଥିଲୁ। ସେହି ସମୟରେ ମୋର ଜଣେ ଭାଇନା କଲ୍ କଲେ। ଭୁବନେଶ୍ୱରରୁ ଆଉ 2 ପରିବାର ସହିତ ସେମାନେ ବି ଫ୍ଲାଇଟ୍ରେ ଜାମ୍ମୁ ଆସୁଛନ୍ତି। ଆଉ ସେଠୁ ଆମେ ସାଙ୍ଗ ହେଇ କାଶ୍ମୀର ଅଭିମୁଖେ ଯାତ୍ରା କରିବା। ଯେହେତୁ ଆମକୁ 2 ଦିନ ସମୟ ମିଳିଲା, ଆମେ ପଠାନକୋଟରୁ ଅମୃତସର ପଳେଇଗଲୁ। ଅକ୍ଟୋବର 22ରେ ସମସ୍ତଙ୍କ ସହିତ ଜାମ୍ମୁର ପଟ୍ନି ଟପ୍ରେ ଦେଖା ହେଲା। ସେଇଠୁ ଆମ ଯାତ୍ରା ସାଙ୍ଗରେ ଆରମ୍ଭ ହେଲା। ସେମାନେ ଥିଲେ 22 ଜଣ ଆଉ ଆମେ ଥିଲୁ 4 ଜଣ। ଆମେ ଆମ ଗାଡ଼ିରେ ଚାଲିଲୁ, ସେମାନେ ଗୋଟେ ବଡ଼ ଟେମ୍ପୋ ଗାଡ଼ି ଭଡ଼ା କରି ଚାଲିଲେ। ଆମେ ପ୍ରଥମେ ବୁଲିବାକୁ ଏହି ପେହେଲଗାମକୁ ଯାଉଥିଲୁ, କାହିଁକିନା ଏପଟୁ ଗଲାବେଳେ ପେହେଲଗାମ ରାସ୍ତାରେ ପ୍ରଥମେ ଆସେ। ପେହେଲଗାମ ବୁଲି ସାରିବା ପରେ ଆମେ ଚନ୍ଦନବାଡ଼ି ଯିବାକୁ ବାହାରିଥିଲୁ, କିନ୍ତୁ ପୋଲିସ ମନା କରିଥିଲା। ଚନ୍ଦନବାଡ଼ିରେ ଆତଙ୍କବାଦୀ ହାମଲା ହେଉଥିବାରୁ ସେ ରାସ୍ତାକୁ ବନ୍ଦ କରାଯାଇଥିଲା। ଆମେ ପେହେଲଗାମରୁ ଶ୍ରୀନଗର ଯାଇ ରାତି କାଟିଲୁ ଆଉ ତା ପରଦିନ ଲେହ ଲଦାଖ ପାଇଁ ବାହାରିଗଲୁ। ଆମେ ଭାରତର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ମନଲୋଭା ଦୃଶ୍ୟ ଓଃ କି ଆନନ୍ଦ ଦେଉଥିଲା। ସତରେ ସ୍ୱର୍ଗରେ ରହିଲା ପରି ଲାଗୁଥିଲା। ଗୋଟେ ରାତି କାର୍ଗିଲରେ କଟାଇବା ପରେ ଆମେ ଲେହ ଅଭିମୁଖେ ଯାତ୍ରା କଲୁ। ଆଉ ଲେହରୁ ବୁଲି ଫେରିବା ପରେ ପ୍ରଥମେ ସୋନମାର୍ଗ ଆଉ ପରେ ଗୁଲମାର୍ଗ ବୁଲିବାକୁ ଯାଇଥିଲୁ। ସେମାନେ ଟିକେ ଜାମ୍ରେ ଫସି ଯାଇଥିଲେ, ସେଥିପାଇଁ ଗୁଲମାର୍ଗରେ ଆମେ ଆଗେ ପହଞ୍ଚିଥିଲୁ। ଗୁଲମାର୍ଗରେ ଏଣ୍ଟ୍ରି କରୁ କରୁ ଗୋଟେ ଟୋଲ୍ ଗେଟ୍ରେ ଟୋଲ୍ ଦେବା ସମୟରେ କିଛି ଲୋକ ଆମ ଗାଡ଼ି ପାଖକୁ ଆସିଥିଲେ ଆଉ ଜୋର ଜବରଦସ୍ତ ତାଙ୍କ ସହିତ ବୁଲିଯିବାକୁ କହିଥିଲେ ଆଉ 5,000 ଟଙ୍କା ମାଗିଲେ। ସେମାନେ ନିଜକୁ ଗାଇଡ଼ ବୋଲି କହୁଥିଲେ ଆଉ ତାଙ୍କ ସହିତ ନଗଲେ ସେମାନେ ଭିତରକୁ ଏଣ୍ଟ୍ରି କରିବାକୁ ଦେବେନି ବୋଲି ଧମକ ବି ଦେଇଥିଲେ। ଶେଷରେ ଆମେ ଆଉ କୁଆଡ଼େ ନ ଯାଇ ସେମାନଙ୍କୁ ଅପେକ୍ଷା କଲୁ। ଆଉ ଗୁଲମାର୍ଗରେ ରହିବା ପାଇଁ ସେମିତି ଭଲ ହୋଟେଲ ବି ନଥିଲା। ସେମାନେ ପହଞ୍ଚିଲା ପରେ ସାଥି ହୋଇ ଆଗକୁ ବଢ଼ିଲୁ। ଜାମ୍ମୁର ଗାଡ଼ି ନମ୍ବର ଦେଖିଲା ପରେ ବି ସେମାନେ ଯିବାକୁ ଦେଲେ ନାହିଁ, ତାଙ୍କ ଗାଡ଼ିରେ ଯିବାକୁ ବାଧ୍ୟ କଲେ। ଶେଷରେ ଆମେ ସେଠୁ ଫେରି JKTDC ମାନେ ଜାମ୍ମୁ କାଶ୍ମୀର ଟୁରିଜିମ୍ର ଏକ ହୋଟେଲରେ ରହିବା ପାଇଁ ବୁଝିଲୁ। ଆମେ 4ଟା ରୁମ୍ ନେଇ ସେଠାରେ ରହିଲୁ। ଆଉ ଗୁଲମାର୍ଗ ଭିତରକୁ ବୁଲିବାକୁ ଯିବାକୁ ସେ ଗୋଟେ ଗାଇଡ଼ ବି ଠିକ୍ କରିଦେଲେ। ହେଲେ ସନ୍ଧ୍ୟା ହୋଇଯାଇଥିଲା ବୋଲି ଆମେ ପରଦିନ ବୁଲିବାକୁ ଚିନ୍ତା କଲୁ। ଆମେ କିଛି ଖାଇବା ଯୋଗାଡ଼ କରିବାକୁ ଗୁଲମାର୍ଗ ମାର୍କେଟ ଭାଇନା ଆଉ ମୁଁ ଗଲୁ। କିଛି ଶୁଖିଲା ଖାଦ୍ୟ ଆଉ ଫଳ ଆଣି ରାତିଟା କଟେଇ ଦେବୁ ବୋଲି ଭାବିଲୁ। ସମୟ ରାତି 8ଟା, କିନ୍ତୁ ଏମିତି ସୁନସାନ ହୋଇଯାଇଥିଲା ଯେମିତି ରାତି 1 କି 2ଟା ଭଳି ଲାଗୁଥିଲା। ସେତେବେଳେ ଗେଷ୍ଟ ହାଉସରେ ଥିବା ମ୍ୟାନେଜର କି କେୟାରଟେକର କେହି ବି ନଥିଲେ। କିଏ କୁଆଡ଼େ ସବୁ ପଳେଇ ଯାଇଥିଲେ। ହଠାତ୍ 2ଟା ଗାଡ଼ି ଗେଷ୍ଟ ହାଉସ ଗେଟ୍ ଭିତରକୁ ଏଣ୍ଟ୍ରି କଲା। ସେମାନେ ଆସି ମେନ୍ ଗେଟ୍ କବାଟ ବାଡ଼େଇବାକୁ ଲାଗିଲେ। ଆମେ ମ୍ୟାନେଜରକୁ କଲ୍ କଲୁ। ମ୍ୟାନେଜର କହିଲେ, ଡରିବା ଦରକାର ନାହିଁ, କେହି ଗେଷ୍ଟ ଆସିଥିବେ, ମୁଁ ପହଞ୍ଚୁଛି। ଆମେ ଏପଟୁ ଆବାଜ ଦେଲୁ, କେହି ନାହାନ୍ତି, ମ୍ୟାନେଜର ଆସୁଛନ୍ତି। ଝରକା ଅଳ୍ପ ଖୋଲି ଉପରୁ ଦେଖିଲୁ। ଦାଢ଼ି ରଖି 8ରୁ 10 ଜଣ ଆସିଛନ୍ତି ଆଉ ଜଣଙ୍କ ହାତରେ ଗୋଟେ ବନ୍ଧୁକ ବି ଆମେ ଦେଖିଥିଲୁ। ଆମେ ସମସ୍ତେ ନିଜ ନିଜ ରୁମ୍ରେ କବାଟ ଦେଇ ରହିଲୁ। ମ୍ୟାନେଜର ଆସିଲା ଆଉ କଲ୍ କଲା। ଆମେ ମେନ୍ କବାଟ ଖୋଲିଲୁ। ଆମେ ସେତେବେଳକୁ ପୁରା ଡରି ଯାଇଥିଲୁ ଆଉ ଭାବିଲୁ ବୋଧେ ଆମେ ଏଠି ରହି ଭୁଲ କରିଦେଲୁ, କାହିଁକିନା ସେ ଗେଷ୍ଟ ହାଉସରେ କେବଳ ଆମ ଛଡ଼ା ଆଉ କେହି ବି ନଥିଲେ। ସେ ଯୁବକମାନେ ବହୁତ ମଦ ବି ପିଇଥିଲେ ଆଉ ପୁରା ନିଶାରେ ଚୁର ଥିଲେ। ସେମାନେ ଗୋଟେ ରୁମ୍ ନେଲେ, 2 ଜଣଙ୍କୁ ଛାଡ଼ି ଅନ୍ୟମାନେ କୁଆଡ଼େ ପଳେଇଗଲେ। ସମୟ ରାତି 11ଟା। ପୁଣି 2ଟା ଗାଡ଼ି ଭିତରକୁ ପଶିଲା। ଆମେ ପୁଣି ଭାବିଲୁ କିଏ ଗେଷ୍ଟ ହେଇଥିବେ, କିନ୍ତୁ ନା, ସେମାନେ ଜୋର ଜୋରରେ ଚିତ୍କାର କରି କାଶ୍ମୀରୀ ଭାଷାରେ କ'ଣ କଥା ହେଲେ। ମ୍ୟାନେଜର ସେମାନଙ୍କୁ କ'ଣ ବୁଝେଇଲା ଜଣା ନାହିଁ।
କିଛି ସମୟ ପାଟିତୁଣ୍ଡ କଲାପରେ ସେମାନେ ଫେରି ଯାଇଥିଲେ। ଆଉ ଆମେ ଏ ଘଟଣା ପରେ କେହି ରାତି ସାରା ଶୋଇପାରିନୁ। ଡରି ଡରି ରାତିଟା କାଟିଦେଲୁ। ଆମେ ପରଦିନ ସକାଳୁ ବୁଲିବାକୁ ବାହାରିଲୁ। ସେ ଗାଇଡ଼ ବି ଆସି ପହଞ୍ଚି ସାରିଥିଲା, କିନ୍ତୁ ସେଠି ପହଞ୍ଚି ଦେଖିଲୁ ସେମିତି କିଛି ଖାସ୍ ନଥିଲା। ତୁରନ୍ତ ସେ ଜାଗା ଛାଡ଼ି ଶ୍ରୀନଗର ପଳାଇ ଆସିଲୁ। ଆଉ ଆଜି ପେହେଲଗାମରେ ଘଟିଥିବା ସେ ଛାତିଥରା ଘଟଣା ବିଷୟରେ ଜାଣିଲା ପରେ ସେଦିନର ସେ ଭୟାନକ ରାତି କଥା ମନେ ପଡ଼ିଯାଇଥିଲା। କ'ଣ ଭୁଲ ଥିଲା ସେମାନଙ୍କର? ସେମାନେ ଆମ ଭାରତର ଭୂସ୍ୱର୍ଗ ବୁଲିବାକୁ ଯାଇଥିଲେ, ପ୍ରକୃତିର ମଜା ନେଉଥିଲେ। ଧାରା 370 ଉଚ୍ଛେଦ ପରେ ସମସ୍ତେ ଭାବୁଥିଲେ ଆଜି କାଶ୍ମୀର ବଦଳି ଯାଇଛି, ସମସ୍ତେ ସୁରକ୍ଷିତ। କିନ୍ତୁ ଆଜି ପେହେଲଗାମର ଭୟାନକ ଘଟଣା କହିଦେଲା ନା, ଆଜି ବି କାଶ୍ମୀର ପାକିସ୍ତାନର ଆତଙ୍କବାଦୀଙ୍କ ଦ୍ୱାରା ପରିଚାଳିତ। ହିନ୍ଦୁମାନଙ୍କୁ ପଚାରି ପଚାରି 27 ଜଣ ହିନ୍ଦୁକୁ ମାରି ଦିଆଗଲା। କେତେଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ତାର ହିସାବ ନାହିଁ। ଆଉ କେତେଜଣଙ୍କ ମୁଣ୍ଡ ଯିବ ସେ କଥା ବି କହିବା ସମ୍ଭବ ନୁହେଁ। କେବଳ ହିନ୍ଦୁମାନଙ୍କୁ ମାରିବାର ଉଦ୍ଦେଶ୍ୟ କ'ଣ? କାହିଁକି ନା କେହି ହିନ୍ଦୁ ଆଉ କାଶ୍ମୀର ନ ଯାଆନ୍ତୁ। ଏ ଘଟଣା ପରେ ସମସ୍ତେ ତପ୍ତର ହୋଇଯାଇଛନ୍ତି। କିନ୍ତୁ ଯଦି ଆଗରୁ ତପ୍ତରତା ଦେଖାଇଥାନ୍ତେ ତାହେଲେ ହୁଏତ ଏମିତି ଅବସ୍ଥା ଦେଖିବାକୁ ପଡ଼ିନଥାନ୍ତା। କ'ଣ ଭାବୁଛନ୍ତି? ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ହେବ? ସବୁ ହେବ ଯେ, କିନ୍ତୁ ଆତଙ୍କବାଦୀ କେବେ ବନ୍ଦ ହେବେ? ନରେନ୍ଦ୍ର ମୋଦିଙ୍କ ସରକାରରେ ଭାରତ କୁଆଡ଼େ ବହୁତ ଶକ୍ତିଶାଳୀ ହେଇଛି, କିନ୍ତୁ ପାକିସ୍ତାନକୁ ଉଚିତ ଜବାବ କେବେ ଦେବ? ଆଉ এই ଆତଙ୍କବାଦୀଙ୍କୁ ଧରି କେମିତି ଦଣ୍ଡ ଦେବାର ଆବଶ୍ୟକତା ଅଛି ଆପଣମାନେ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।